ବାପାଙ୍କ ପାଇଁ କୁନି ଝିଅ ଆଖିର ଲୁହ ଦେଖି ସହି ପାରିଲେନି ଯୁବକ ଜଣକ। ବାପାଙ୍କୁ ଶୀଘ୍ର ଭଲ କରିଦିଅ। ପୁରା ଟିମ୍କୁ ସାଥିରେ ଧରି ଆସି ପହଞ୍ଚିଥିଲେ ଏ ଅସହାୟ ପରିବାରଙ୍କ ପାଖରେ ଆଉ ବଢ଼ାଇଥିଲେ ସହାୟତାର ହାତ। ଖାଲି ସେତିକି ନୁହେଁ, ଏ ପରିବାର ଅସୁବିଧା ବେଳେ ତାଙ୍କ ପାଖରେ ଠିଆ ହୋଇ ତାଙ୍କର ସାହସ ବଢ଼ାଇଛନ୍ତି। ଏଥିସହିତ ପରିବାର ଲୋକ ଏବଂ ପିଲାମାନଙ୍କୁ ଏଭଳି ପରିସ୍ଥିତିରେ ଧୈର୍ଯ୍ୟ ଧରିବା ପାଇଁ ମଧ୍ୟ କହିଛନ୍ତି। ଆଉ ବିପଦ ବେଳେ ଏ ପରିବାର ପାଖରେ ଠିଆ ହୋଇ ପ୍ରକୃତ ବନ୍ଧୁର ପରିଚୟ ଦେଇଛନ୍ତି। ହଁ ଆଜ୍ଞା, ସକାଳେ ଖବର ବାଜିଲା ଆଉ ସନ୍ଧ୍ୟାରେ ସହାୟତାର ହାତ ବଢ଼ାଇଲେ ଆନା କମିଟି ଟିମ୍, ଯାହାକୁ ନେଇ ଅସହାୟ ପରିବାରଟି ଟିକେ ଆଶ୍ୱସ୍ତି ଲାଭ କରିଛି। ହଁ ଦର୍ଶକ ବନ୍ଧୁ, ଗତକାଲି ଆପଣମାନେ ଦେଖିଥିବେ ଏ ପରିବାରର ଦୁଃଖ କାହାଣୀ। କିଭଳି ଭାବରେ କୁନି ପିଲାଟି ତା ବାପାଙ୍କୁ ଭଲ କରିବା ପାଇଁ ସମସ୍ତଙ୍କ ଆଗରେ କାକୁତି ମିନତି ହେଉଥିଲା। କାହିଁକିନା ଘରର ଏକମାତ୍ର ରୋଜଗାରିଆ ମଣିଷ ବ୍ଲଡ୍ କ୍ୟାନ୍ସରରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛନ୍ତି। ଆଉ ବାପାଙ୍କର ଏଭଳି ରୋଗାଗ୍ରସ୍ତ ଅବସ୍ଥାକୁ ଦେଖି ପିଲାମାନେ ନିଜକୁ ସମ୍ଭାଳି ପାରୁନାହାନ୍ତି। ହଁ ଆଜ୍ଞା, ଆମେ କହୁଛୁ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଅନ୍ତଦେଇ ଗ୍ରାମର ମିଟୁ ସେଠୀଙ୍କ କଥା, ଯିଏ ଘରର ଏକମାତ୍ର ରୋଜଗାରିଆ ମଣିଷ ହୋଇଥିବା ବେଳେ ବ୍ଲଡ୍ କ୍ୟାନ୍ସରରେ ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି। ତେବେ ଘରର ଏକମାତ୍ର ରୋଜଗାରିଆ ମଣିଷ ବିଛଣାରେ ପଡ଼ି ରହିଥିବା ବେଳେ ଏ ପରିବାର ଏବେ ପୁରା ବେସାହାରା ହୋଇଯାଇଛି। ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ କରିବା ଏ ପରିବାର ପକ୍ଷେ ଅସମ୍ଭବ ହୋଇପଡ଼ିଛି। ଏଭଳି ଅବସ୍ଥାରେ ମିଟୁଙ୍କର ଚିକିତ୍ସା କରିବେ ବା କେମିତି, କୋଉଠୁ ପଇସା ଆଣିବେ ଆଉ କେମିତି ଭଲ କରିବେ, ତାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିବା ବେଳେ କାନ୍ଦୁ କାନ୍ଦୁ ଦିନ ସରୁନି, ଚୁଲିକୁ ହାଣ୍ଡି ଯାଉନି। ଭୋକ ଉପାସରେ ରହି ମିଟୁଙ୍କୁ ଭଲ କରିବା ପାଇଁ ପରିବାର ଲୋକେ ଅପେକ୍ଷା କରି ରହିଛନ୍ତି। ଏଥିସହିତ ସମସ୍ତଙ୍କ ହାତ ଯୋଡ଼ି କାକୁତି ମିନତି ହେଉଛନ୍ତି। ଏପଟେ ସ୍ୱାମୀ ରୋଗ ବିଛଣାରେ ପଡ଼ି ରହିଥିବା ବେଳେ ସେପଟେ ତିନିଟା ପିଲାଙ୍କର ବୋଝ, ଯାହାକୁ ନେଇ ସ୍ତ୍ରୀ ପୁରା ଭାଙ୍ଗି ପଡ଼ିଥିବା ବେଳେ ସ୍ୱାମୀକୁ ଭଲ କରିବା ପାଇଁ, ନିଜ ଶଙ୍ଖା ସିନ୍ଦୁରକୁ ରକ୍ଷା କରିବା ପାଇଁ ସମସ୍ତଙ୍କୁ ହାତ ଯୋଡ଼ି ନେହୁରା ହେଉଛନ୍ତି। ଆଉ ଏଭଳି ପରିସ୍ଥିତିରେ ଏହି ପରିବାରକୁ ସାହାଯ୍ୟ ଯୋଗାଇ ଦେବା ପାଇଁ କେବଳ ପରିବାର ଲୋକେ ନୁହନ୍ତି, ବନ୍ଧୁବାନ୍ଧବ, ସାହି ପଡ଼ିଶା ସମସ୍ତେ ନିବେଦନ କରିଛନ୍ତି। ଆଉ ସମସ୍ତଙ୍କର ସେ ଲୁହ ଭିଜା ଆଖି ଆଉ ଦୁଃଖ ଦେଖି ସହିପାରି ନଥିଲେ ଆନା କମିଟି ଟିମ୍। ଆଉ ସବୁଠାରୁ ମର୍ମାହତ କରିଥିଲା ସେ କୁନି ଝିଅ ଆଖିର ଲୁହ, ବାପାଙ୍କୁ ଶୀଘ୍ର ଭଲ କରିଦିଅ। ଯାହାକୁ ଦେଖି ନିଜକୁ ସମ୍ଭାଳି ପାରିନଥିଲେ ଆଉ ସିଧା ଆସି ତାଙ୍କ ଘରେ ପହଞ୍ଚିଥିଲେ ଏହି ଟିମ୍ର ସଦସ୍ୟ। କେବଳ ପହଞ୍ଚି ନଥିଲେ, ଏ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି। ଯାହା ଯେତିକି ସମ୍ଭବ ସେମାନଙ୍କୁ ଦେବା ସହିତ ସବୁବେଳେ ଅସହାୟ ପରିବାର ପାଖରେ ରହିଛୁ ଆଉ ଆଗକୁ ରହିବୁ ବୋଲି କଥା ମଧ୍ୟ ଦେଇଛନ୍ତି। ତେବେ ଶୁଣି ନିଅନ୍ତୁ ଏନେଇ କ'ଣ କହୁଛନ୍ତି ଆନା କମେଡି ଟିମ୍ର ସଦସ୍ୟ। नमस्कार। आपण तो समस्ते देखिथिबे ओडिशा भास्कर न्यूज चैनल रे गोटे आसीथिला न्यूज जे हमरो गंजाम जिला कुकुड़ाखंडी ब्लॉक अनंती गाँव रे जो मिट्टू सिटी बाबू अछंदी से ब्लड कैंसर रे पीड़ित होइछंदी, रक्त कर्कट जोड़ा जो से वर्तमान मध्य विशाखापट्टनम हॉस्पिटल रे ट्रीटमेंट होउछंदी। आमे तांको घरे आसी पहुंचीथिलु पूरा अन्ना कमेडी टीम, प्रीति भाई आउ सुमन भाई आमर कि टीम रे आसी पाना दूर रे अछंदी। आमे समस्ते आस्थिलु, मौसा मौसी भी अछंदी, पिला माने अछंदी। दुख लागला देखि घर कंडीशन, से आमे आमर किछि सक्षम अनुसार ये सब किछि ग्रोसरी आउ राशन जिनस एगुडा जो अछि सब धरिके आसीथिलु। आपण मानको वीडियो माध्यम रे गोटे अनुरोध खाली करछु जे वर्तमान परिवार अवस्था पूरा खराब। जी जड़े पुओ बड़ पुओ जी कि पूरा परिवार को चलाऊला, बर्तमान सी रोजगारक्षम पुओ ब्लड कैंसर पड़ी, जो टंकाटी घर इनकम ना। आपण को गोटे अनुरोध, आपण मैंने जी जी पारे निज सक्षम अनुसार सहायता करूँ, ये घर को से सहयोग करूँ। फोन पे गूगल पे नंबर दिखाई, सागे आमर बैंक अकाउंट नंबर दिखाई। मिट्टू सेठी बाबू सहयोग करूँ, ता सहित भगवान को ये प्रार्थना समस्ते करवा मिसिकी सी केमती सुस्थ हो जातु। छुआ मानकर पाखक बापा सुस्थ होगी फेरतु। छोट छोट पिला आज्ञा घर कंडीशन देखले बहुत कष्ट होची। तेणु गोटे अनुरोध आम पूरा अन्ना कमेडी टीम तरफ आपण मैंने किसी मात्रा जी संभव सहयोग करूँ, परिवार दुखटा केमती दूर हो, ये भगवान को पाखे प्रार्थना। सुनले तो क्या खबर प्रसारण होगा पर ए खबर को देखी से मर्माहत होते और ये परिवार को साहाय्य जोगाई देवाई ए परिवार पाखरे आसी पहुंची। तथापि ए परिवार भी सहायता अपेक्षा रही। तेज जदि कई सहृदय व्यक्ति परिवार को साहाय्य करने को चाहते
ତେବେ ତଳେ ଦିଆଯାଇଥିବା ଏ ଫୋନ୍ପେ ନମ୍ବରରେ ସାହାଯ୍ୟ କରିପାରିବେ। ଫୋନ୍ପେ ନମ୍ବରଟି ହେଉଛି 6371020543। ଗଞ୍ଜାମରୁ କିରଣ ମିଶ୍ରଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।